କୁହାଯାଏ ଆଶୀର୍ବାଦ ଦ୍ୱାରା ମଣିଷ ଜୀବନରେ ଅନେକ କିଛି ଲାଭ କରିପାରେ। ଅନେକ କିଛି ପ୍ରତିକୂଳ ପରିସ୍ଥିତି ବି ଆଶୀର୍ବାଦ ଦ୍ୱାରା ଖଣ୍ଡିତ ହେଇଯାଏ। କୁହାଯାଏ ଯେ ଯେଉଁମାନେ ଈଶ୍ୱର ଏବଂ ଗୁରୁଙ୍କଠାରେ ଶ୍ରଦ୍ଧା ରଖିଥାନ୍ତି ତାଙ୍କ ମନରେ ବୈଦିକ ଜ୍ଞାନ ତତ୍ତ୍ୱ ସ୍ୱତଃ ଉଦ୍ରେକ ହୁଏ। ଉପନିଷଦରେ କୁହାଯାଇଛି ଯସ୍ୟ ଦେବେ ପରା ଭକ୍ତି ଯଥା ଦେବେ ତଥା ଗୁରौ ତସ୍ସୈତେ କଥିତ ହ୍ୟର୍ଥା ପ୍ରକାଶନ୍ତେ ମହାତ୍ମନଃ। ଯେଉଁମାନଙ୍କର ଈଶ୍ୱର ଏବଂ ଗୁରୁଙ୍କ ପ୍ରତି ଶ୍ରଦ୍ଧା ଥାଏ ସେମାନଙ୍କ ମନରେ ସ୍ୱତଃ ବୈଦିକ ଜ୍ଞାନ ପ୍ରକାଶିତ ହୁଏ। ଶ୍ରୀକୃଷ୍ଣ ଶ୍ୟାମଳ ବର୍ଣ୍ଣ ତାଙ୍କର ଆଭା, ତାଙ୍କର ନୀଳବର୍ଣ୍ଣର ପ୍ରଭା ଆକର୍ଷିତ କରିନି। ସବୁବେଳେ ତାଙ୍କର ଦିବ୍ୟ ଲୀଳାରେ ଏ ମନ ଅମୃତ ତୁଲ୍ୟ ଆନନ୍ଦକୁ ଅନୁଭବ କରେ। ସେ ବସୁଦେବ କୃଷ୍ଣ କେବେ ଶ୍ରୀରାଧାଙ୍କର କାହ୍ନୁ କେବେ ଦେବକୀର ପ୍ରିୟ। ମଣିମୁକ୍ତାରେ ସଜ୍ଜିତ ହେଇଥିବା ପୋଷାକକୁ ଯିଏ ଧାରଣ କରନ୍ତି ଚତୁର୍ଭୁଜ ରୂପ ଧରି, ଯିଏ ଶଙ୍ଖ ଚକ୍ର ଗଦା ପଦ୍ମ ହାତରେ ଧାରଣ କରନ୍ତି, ଯିଏ ମା ଲକ୍ଷ୍ମୀଙ୍କର ପ୍ରିୟ ଏବଂ ଲକ୍ଷ୍ମୀ ଯାହାଙ୍କର ପ୍ରାଣର ପ୍ରିୟା, ସେ ବିଷ୍ଣୁ ବସୁଦେବ ସୁତ, ଜଣେ ଆଦର୍ଶ ପୁତ୍ର, ଆଦର୍ଶ ସ୍ୱାମୀ, ଜଣେ ବନ୍ଧୁ, କେତେବେଳେ ଆତ୍ମୀୟ ସ୍ୱଜନ ସବୁ ରୂପରେ ସେ ପୂର୍ଣ୍ଣତଃ ନିଜର କର୍ତ୍ତବ୍ୟକୁ ସମ୍ପାଦନ କରିଯାଆନ୍ତି। ଶ୍ରେଷ୍ଠ ପ୍ରଜନରଞ୍ଜକ ରାଜା ଭାବରେ ଐଶ୍ୱର୍ଯ୍ୟବାନ, ଯିଏ ପାଳନକର୍ତ୍ତା, ସୃଷ୍ଟି ସଂହାରକର୍ତ୍ତା, କେବେ ସର୍ଜନକର୍ତ୍ତା, ଭିନ୍ନ ଭିନ୍ନ ରୂପରେ ଭିନ୍ନ ଭିନ୍ନ ଅଂଶରେ ଅନେକ ଅବତାର ନେଇ ଯିଏ ଧର୍ମର ସଂସ୍ଥାପନ କରି ଆସିଛନ୍ତି, ସେ ଦିବ୍ୟ ପୁରୁଷ ସଚ୍ଚିଦାନନ୍ଦ ବିଗ୍ରହ, ଆନନ୍ଦମୟ ବିଗ୍ରହ ସମସ୍ତଙ୍କର ଜୀବନରେ ସୁଖ ଶାନ୍ତି ଏବଂ ଆନନ୍ଦ ଭରି ଦିଅନ୍ତୁ। ଏତିକି ପ୍ରାର୍ଥନା। ତାଙ୍କର ଚରଣରେ ସମସ୍ତଙ୍କୁ ଆଶ୍ରିତ ସୁଝାନ୍ତୁ। ହରେ କୃଷ୍ଣ।